ଜୟ ଶ୍ରୀ ଜଗନ୍ନାଥ ସାଙ୍ଗମାନେ ୱେଲକମ୍ ଟୁ ମାଇ ନ୍ୟୁ ବ୍ଲଗ୍। ଆଜି ସକାଳୁ ସକାଳୁ ଆମ ଟ୍ୟୁସନ୍ ଅଧିକ ଲେଖା ଦିଆଯାଇଥିଲା। ଏଠି ମୁଁ ଆଜି ପଳେଇ ଆସିଥିଲି ଲେଖିବାକୁ। ଆମ ରୁମ୍ ଭିତରେ ବସିଛି। ଆମ ରୁମ୍ର ଆପଣମାନେ ଅବସ୍ଥା ବି ଦେଖେଇବି ଆପଣମାନଙ୍କୁ। ଚାଲନ୍ତୁ ଦେଖିବା। ଏ ହେଉଛି ଆମ ରୁମ୍, ଯୋଉଥିରେ ଆମ ବାବୁ ଖେଳନା ପକେଇ ଯାଇଛି। ବର୍ତ୍ତମାନ ମୁଁ ଲେଖୁଥିଲି। ସେ ଆସିଲା ଭିତରେ ମୋତେ ଲେଖା ସାରିଦେବାକୁ ପଡ଼ିବ, ନହେଲେ ମୁଁ ପେପର୍ ଫେପର୍ ଚିରିକି ପକେଇଦବ। ଲେଖା ସରିଲା ପରେ ମୁଁ ଆସିଲି ହେରି ଆମର ଏ ଡ୍ରମ୍ ଭିତରେ ଫସି ରହିଥିବା ଗୋଟେ ବାଲ୍ଟିଟି କାଢ଼ିବାକୁ, ଯେଉଁଥିରେ ଅଧିକ ପରିମାଣରେ ପାଣି ଥିଲା। ମୁଁ ତାପରେ ସେଇ ଡ୍ରମ୍ ଭିତରୁ ବାଲ୍ଟିକୁ କାଢ଼ିଦେଲି। କାଢ଼ିଲା ପରେ ଏପଟେ ଆସି ଦେଖିଲି କ'ଣ ଟିଭି ଲାଗିଛି, କିନ୍ତୁ ଏଇ ବ୍ୟକ୍ତି ଜଣକ ମୋତେ ବାଡ଼ିବାରେ ଲାଗିଛନ୍ତି, ଖାଲି ପିଟୁଛନ୍ତି ଏବଂ ଘରେ ଅଧିକ ଦୁଷ୍ଟ ମଧ୍ୟ ହେଉଛନ୍ତି। ଆପଣମାନେ ତ ଆଗକୁ ଜାଣିଥିବେ, ଇଏ ଆଉ କିଏ ନୁହନ୍ତି, ଇଏ ହେଲେ ମୋ ସାନ ଭାଇ ମିଷ୍ଟର ପୃଥ୍ୱୀରାଜ। ଇଏ ହେଲେ ଆମ ଘରର ଭିଲିଆନ୍, ଯିଏକି ଘରେ କାହାକୁ ବି ଡରନ୍ତିନି। କିନ୍ତୁ ଆମ ଭିଲିଆନ୍ ତାଙ୍କ ମମିକୁ ବହୁତ ଡରନ୍ତି। ଆମ ଭିଲିଆନ୍ ଏବେ ଟିକେ ବବଲ ସଫଙ୍କ ଟିକେ ବ୍ୟସ୍ତ ଅଛନ୍ତି, ସେଥିପାଇଁ ଘରେ ଏବେ ଟିକେ ଶାନ୍ତିରେ ସମସ୍ତେ ଅଛନ୍ତି, ନହେଲେ ଘରେ ଏବେ ତାଣ୍ଡବ ଆରମ୍ଭ ହୋଇଯାଆନ୍ତାଣି। ଭିଲିଆନ୍କୁ ଦେଖି ସାରିଲା ପରେ ମୁଁ ଟିକେ ପଳେଇଲି ଗାଧୋଇବାକୁ। ଗାଧୋଇକିରି ପଳେଇ ଆସିଲି। ଗାଧୋଇକି ଆସିଲା ପରେ ମୁଁ ଟିକେ ପଳେଇ ଆସିଲି ପେଟ ପୂଜା କରିବାକୁ। ଆଜି ଆମର ଆଇଟମ୍ ହୋଇଥିଲା ଗରମା ଗରମ ଅନ୍ନ, ତା ସହ ତୋଡ଼ା ଭଜା, ଆମ୍ବ ଏବଂ ମିକ୍ସଚର। ପେଟ ପୂଜା କରିସାରିଲା ପରେ ମୁଁ ପଳେଇ ଆସିଲି ଟିକେ ବୁଲିବାକୁ। ଏପଟେ ଆମର ଆଜି ଠାକୁରାଣୀ ଯାତ୍ରା ପାଇଁ ପିଲାମାନେ ଭେଷ ପଡ଼ିବେ, ସେଥିପାଇଁ ସେଭିଂ ହେଉଛନ୍ତି। ମୋ ବଡ଼ ଭାଇ ଆଜି ଏଠି ଅଛନ୍ତି ଭଣ୍ଡାରୀ। ଆପଣଙ୍କ ଏରିଆରେ ଯଦି ଭଣ୍ଡାରୀ ଯଦି ନାହାନ୍ତି, ଆପଣମାନେ ଆମ ବଡ଼ ଭାଇଙ୍କୁ କଣ୍ଟାକ୍ଟ କରିପାରିବେ। ଆଜି ଫାଷ୍ଟ ସେଭିଂ ହେବାରେ ବସିଥିଲେ ଆମର ରାହୁଲ ଭାଇ। ତାପରେ ଆମର ଏଠି ବସି ପଡ଼ିଲେ ସାଗର ମାମୁଁ। ସାଗର ମାମୁଁଙ୍କୁ ଅଧିକ ପାଣି ଲଗେଇ ଲଗେଇ ପୁରା ସେଭିଂ କରାହେଉଥିଲା। ତାପରେ ଆମ ବଡ଼ ଭାଇ ତାଙ୍କୁ ମଧ୍ୟ ବହୁତ ବଢ଼ିଆ ଭାବରେ ସେଭିଂ କରିବାରେ ଲାଗିଲେ। ଆରେ ଏପଟେ କ'ଣ ଆମ ରାହୁଲ ଭାଇ ଆଜି ପୁରା ମୁହଁ ଘୋଡ଼େଇ ଦେଇଛନ୍ତି। ହଁ, ଅଧିକ ଖରା ହେଉଛି ବୋଲି ମୁହଁଟା ଘୋଡ଼େଇଛନ୍ତି ନା କ'ଣ? ଆରେ ନାଇଁ ମ, ତାଙ୍କେ ଆଜି ଦାଢ଼ିଆ କାଟି ଦେଇଛନ୍ତି ତ, ସେଥିପାଇଁ ପୁରା ଘୋଡ଼ା ଘୋଡ଼ି ହେଇ ଯାଉଛନ୍ତି ଆଉ ବନ୍ଧୁଗଣ, ଆପଣମାନେ ଦେଖିଲେ ମା ଠାକୁରାଣୀଙ୍କ ଯାତ୍ରା ପାଇଁ ଆମ ପିଲାମାନେ ଭେଷ ପଡ଼ିବାକୁ ପଳେଇଲେଣି। ମୁଁ ମୋ ନେକ୍ସଟ ଭିଡ଼ିଓରେ ଆପଣମାନଙ୍କୁ ଦେଖିବି ଆମ ପିଲାମାନେ କେମିତି ଭେଷ ପଡ଼ୁଛନ୍ତି। ତାହେଲେ ଆପଣମାନେ ମୁଁ ବିଦାୟ ନେଲି। ରହିଲି। ଜୟ ଶ୍ରୀରାମ।